ଯିବ କୁଆଡ଼େ? ହୋଟେଲକୁ ନା ୱେଟ୍? ମୋ ଘରକୁ। ବ୍ରାଣ୍ଡେଡ୍ ଲୋକଟା ସାର୍ ରାଣ୍ଡିମାନଙ୍କୁ ଘରକୁ ନେଉଛି ବଢ଼ି ୟେସ୍ ଆଇ ଏମ୍ ରେଡି କେତେ ନେବ? ସାର୍ 4-5 ଥର ଚିଲେଇ କହିସାରିଲାଣି। ରାଣୀପଣ୍ଡା ଦେହ ସୁଖ ପାଇଁ ପଇସା ନେଇନି, ବରଂ ପଇସା ଦିଏ। ତୁ ସାର୍ ମୁଁ ନିଶାଟା କାହିଁ ଉଠୁନି ଦେଉଛୁ ରେ ଭାଇ? ହାଁ ହେସ୍ କେତେ ନେବ? 7.5 ଟଙ୍କା। ଶଳାଟି ନମ୍ବର ୱାନ୍ ଭିକାରୀଟା 7.5 ଟଙ୍କା କିଏ ଦେଇ ରାଣୀମାନଙ୍କୁ ନେଉଛି? ଆସ ରାଣୀପଣ୍ଡା ଭଳିଆ ଜନ୍ତୁକୁ ନେବୁ ଟଙ୍କା 30 ହେଲେ ଦେ। ଶଳା ମାସିକିଆ ଘର ଭଡ଼ା ଗାଡ଼ି ଖର୍ଚ୍ଚ ଶଳା ଉଠିଯିବ। ହେ ଶଳା ଭିକାରୀଟା ଭିକାରୀ। ହଁ 7.5 ଟଙ୍କା ଦେଇ ଭୋଗ ସାମଗ୍ରୀ ଦୋକାନରେ ସିନ୍ଦୁର କିଣିଛି ତ। କୁଆଡ଼େ ଯାଉଛ ରାଣୀ? କୁଆଡ଼େ ତମେ ଟିକେ ଆସ। ତମେ କ'ଣ ମତେ ଶାନ୍ତିରେ ଏଠି ବଞ୍ଚ ଆମେ ତମରେ ତମ ବିନା ମୁଁ ମରି ବି ପାରୁନି। ବିଶ୍ୱାସ କର ରାଣୀ। ରାଣୀ ମରିଯିବ ଯେ କିନ୍ତୁ କାହିଁକି ଶୁଣିଲି କାହିଁକି? ଆରେ ମତେ ମରିବା ପାଇଁ ମୁଁ ତାକୁ କହିଥିଲି। ତମକୁ ମାରିଦେବାକୁ ତମେ ତାକୁ କହିଥିଲ, କିନ୍ତୁ କାହିଁକି କୃଷ୍ଣା କାହିଁକି? ଏଇ ଦେଖ ସୋନାଲି ଦେଖ, ବେଚାରୀଟା ନ ଖାଇ ନ ପିଇ କେମିତି ଦେଖାଯାଉଛି ଦେଖ। ଆରେ ଯୋଉ ରାଜଧାନୀ ରାତି ହେଲେ ଧଳା ମଣିଷ ଗୁଡାକ ଚିତା ବାଘ ପାଲଟି ଯାଆନ୍ତି, ସେଠି କେମିତି ସେ ନିଶା ଖାଇ ଟଳମଳ ହଉଛି ଦେଖ। ଆଉ ଚିତ୍କାର କରି କହୁଛି, ହେ ବାବୁ ମାନେ, ଆରେ କିଏ ଅଛ ଅଛ, ମତେ ଉପଭୋଗ କର। ସେଟା ତ ବେଶ୍ୟାମାନଙ୍କର ପ୍ରକୃତି। ସୋନାଲି, এই ବେଶ୍ୟାଟାକୁ ପୁରା ମୁଁ ମୋ ମନ ମନ୍ଦିରରେ ଦେବୀ ସଜେଇ ସାରିଛି। ଗୋଟେ ବେଶ୍ୟା ତମେ ତାକୁ ମନ ମନ୍ଦିରରେ ଦେବୀ କରି ରଖିଛ। ଏକଥା କହିବା ତମେ ଖରାପ ଲାଗୁନି? ଖାଲି ମୋ ମନ ନୁହେଁ ସୋନାଲି, ମୋ ନିଶ୍ୱାସ କହୁଛି, ମୋ ପ୍ରଶ୍ୱାସ କହୁଛି ସେ ରାଣୀକି କେତେ ଭଲ ପାଏ ବୋଲି। ଏଇ ଦେଖ ସୋନାଲି, ମୋ ହୃଦୟର ସ୍ପନ୍ଦନ ବି କହୁଛି ରାଣୀ ବିନା ସେ କେମିତି ଦକ୍ ଦକ୍ କରିବନି ବୋଲି। ଏବେ ତମେ କହ ସୋନାଲି, କ'ଣ କରିବି ମୁଁ? ଆରେ କୁହ ସୋନାଲି କୁହ। ଗୋଟେ କାମ କର, সোনালি ম্যাডামকে বাহা হয়েছে। ଦେଖିବାକୁ খুব ସୁନ୍ଦରୀ, ଉଚ୍ଚ ଶିକ୍ଷିତା, କୋଟି କୋଟି ଟଙ୍କାର ମାଲିକ। ତାଙ୍କୁ ବାହା ହେଲେ ତମେ ଖୁସିରେ ରହିବ, ଆଉ ମତେ ବାହା ହେଲେ ସମାଜକୁ କହିବ ଗୋଟେ ବେଶ୍ୟା ପଛରେ ଗୋଡ଼ଉଥିବା ବଡ଼ୁଆ ତମେ। ରାଣୀ ମତେ କାହିଁ ନାହିଁ? ତମେ ମତେ ଭଲ ପାଉନ କାହିଁକି? ତମେ ମତେ ମାରିଲ କାହିଁକି? ମୁଁ ତମକୁ ଭଲ ପାଉଛି କାହିଁକି?
ପ୍ରଶ୍ନ ପ୍ରଶ୍ନ ଏବାଟ ସେବାଟ ଶୁଭୁଛି ସିନା, ହେଲେ ଉତ୍ତର କିନ୍ତୁ ଗୋଟାଏ। ମୋ ଭାବନା ଏପଟ ସେପଟ ସିନା, ହେଲେ ଚିନ୍ତାଧାରା କିନ୍ତୁ ଗୋଟାଏ। ସମସ୍ୟା 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 ଭିନ୍ନ ଭିନ୍ନ ସିନା, ହେଲେ ସମାଧାନ କିନ୍ତୁ ଗୋଟାଏ। ରାଣୀ ପଣ୍ଡାକୁ ପ୍ରେମ କରିବା ମନା। এই রানী ତମେ କ'ଣ ବଦଳିବନି? ଫେରିବନି ତମେ ମୋ ପାଖକୁ? ଋତୁ ଗଲେ ଫେରେ ଫୁଲ ମନ୍ଦିର ନୂଆ ଗୋଟାଏ ଫୁଲ ଫୁଟେ। ଘର ଲୋକ ଯଦି ବାହାରକୁ ଯାଇଥାନ୍ତି ତାହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ସେ ଫେରି ଆସନ୍ତି। ଗୋଠକୁ ଚରିବାକୁ ଯାଇଥିବା ଗାଈ ବି ସନ୍ଧ୍ୟା ସୁଦ୍ଧା ତାଙ୍କ ଘରକୁ ଫେରି ଆସେ। ରାଣୀ ପଣ୍ଡା ଗୋଟାଏ ଅପେରା ଋତୁ, ଗୋଟାଏ କେତିନି ଫୁଲ, ଗୋଟାଏ ବଡ଼ ମଣିଷ, ଗୋଟାଏ ଗୋଠ ଛିଣ୍ଡା ଗାଈ, ଯାହାର କେହି ନାହିଁ, ସେ ବି କାହାରି ନୁହଁ। ସତ କହିଲ ରାଣୀ, ତମ ହୃଦୟଟା କୋଉଥିରେ ତିଆରି? ରକ୍ତ ମାଂସରେ ନା ଲୁହାରେ? ରାଣୀ ପଣ୍ଡାର ହୃଦୟ ଇସ୍ପାତରେ ତିଆରି। ସେଥିରେ ମୁଣ୍ଡ ପିଟି ପିଟି ଲହୁଣ ଲୁହାଣ ହେଇଯିବ ସିନା, କିଛି ଲାଭ ହବନି। ତା ପୂର୍ବରୁ ଗୋଟେ କାମ କର, ତମର ଏ ସୁନ୍ଦରୀ ପ୍ରେମିକାକୁ ନେଇ ଏଇଠୁ ପଳା, ନହେଲେ ଶଳା ଦିଟାଙ୍କୁ ମା ଭଉଣୀ ଉଡେଇକି ସୁଧିକି ଶଳା ଦିଟା ଯାକ ଏଠି ରହିପଡେ। ଲହୁ ଲୁହାଣ ହବା ପାଇଁ ମୁଁ ରାଜି ଅଛି ରାଣୀ। ରକ୍ତର ଦୈନନ୍ଦିନ ପହଁରିବା ପାଇଁ ବି ମୁଁ ପ୍ରସ୍ତୁତ ଅଛି, ହେଲେ ମୋର ମାତ୍ର ଗୋଟାଏ କଣ୍ଡିସନ ରାଣୀ। ମୁଁ ଯେତେବେଳେ ରକ୍ତର ଦୈନନ୍ଦିନ ପହଁରୁଥିବି, ତମେ ସେତେବେଳେ କୂଳରେ ଠିଆ ହେଇ ଚିତ୍କାର କରି କହୁଥିବ, ଏ କୃଷ୍ଣ। ଆରେ ତମେ ଜମା ବି ବ୍ୟସ୍ତ ହୁଅନି, କାହିଁକି ନା କୂଳରେ ତମ ରାଣୀ ତମକୁ ଅପେକ୍ଷା କରିଛି। କୁହ ରାଣୀ, ତମେ ମତେ ଅପେକ୍ଷା କରିଥିବ ନା? ଆରେ କୁହ ରାଣୀ, କୁହ। ଅପେରା ଋତୁର ବାଟ ଏଠାକୁ, ମୋ ପାଇଁ ପଛକୁ ଛାଡ଼ିବା ମନା। ରୋଟ୍ ଖାତାର କାଗଜ ପଢ଼ିଦେବୁ, ମୋ ପାଇଁ ବୁକ୍ ସେଲ୍ଫରେ ରହିବା ମନା। ରାଣୀ ପଣ୍ଡାକୁ ପ୍ରେମ କରିବା ମନା।